एठिकार संग्रामी मानू माद्रिकाल हुंतु कि अनन्य जेपण एठी जन्म होइथिबा जो स्वाधीनता संग्रामी तांकु सबले दाबी हेई आछि जे मान्यता संग्रामी मान्यता मिलू देश रे तांकर नार मान्यता मिलू ए नै कि आईन केमिति हेई पारि कुशल ना उत्कल ମୁଁ ତ କହିବି କୁଶଳ ହେଲେ ହିଁ ଏ ଅଞ୍ଚଳର ଉନ୍ନତି। सर सुंदरगढ़ में श्री जोगेश सिंह ना कुसुम सर श्री नवीन पट्टनायक ना श्री मोहन माझी सुंदरगढ़ गोटे खनि अर्थनीति जिला ये गोटे अभिशाप ना आशीर्वाद आईन किपरि रही एवं आर परिवर्तन हेबा दरकार साधारण लोकों आईन किपरि सहज रही सर सुंदरगढ़ रे सबुठ बड़ आईन मामला कौन रही जोटा कि सुंदरगढ़ जदि आम कथा कहवा एटी साधारण लोक खास करी कम वेतन परिवार लोक कि साधारण लोक बाहर राज्य को डिपेंड होता निज पेट पोषण पोषिया लगी ए नहीं कि गोटे आम कहीपर कि गोटे श्रमिक चालान कि लेबर एक्सप्लोटेशन ए आईन हिसाब से केमती देखुं जोटा कि पश्चिम ओडिशार प्रसंग कहवा एवं सुंदरगढ़ कौन कौशल राज्य जो डिमांड सब बेले आसूची अन्य राज्य जो डिमांड सब आसूची ए नहीं कि आईन अनुजाई कौन प्रकार ये रही कि अन्य राज्य जमी मुझे कहली सुंदरगढ़ गोटे अवहेलित सहर यहाँ भी कहीपर कि ये जे प्रकार विकास होगा कथा से विकास हो पारनी तापाई विभिन्न थर देखा मिली कुशल आंदोलन और ओडिशार दुई भाग आकु नहीं आईन रे कौन प्रकार माने समाधान हो पार केतेबेले घटुची बड़ दुर्घटना तो केतेबेले मर्डर भलिया बड़ बड़ घटना सामना को आसुची ए नहीं कि आज आम सुंदरगढ़ वरिष्ठ आईनजीवी श्री निमई नायक आज्ञा संगे आलोचना बसीचु प्रथमे तो आज्ञा आपन को स्वागत करी नीलाचल एक्सप्रेस को सर प्रथम प्रश्न रहिबो आईन जो भाया घटना आपन जानुचंती सुंदरगढ़ देखा मिलूँ प्रथमे तो आईन किपरि रही एवं आर परिवर्तन हेबा दरकार कि ସୁନ୍ଦରଗଡ଼ ଏକ ଶାନ୍ତ ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା। ଏଠି ଲୋକମାନେ ସାଧାରଣତଃ ଅତିମାତ୍ରାରେ ଭଦ୍ର ଏବଂ ଶାନ୍ତିପ୍ରିୟ, କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବରେ ପ୍ରଶାସନ ଚାଲିଛି 7 ମାସ ଧରିକରି ଗୋଟେ ସରକାର ଅଛି ଏକଥା ଆମେ ବିଶ୍ୱାସ କରିପାରୁନି। କାରଣ ଆଇନ ଶୃଙ୍ଖଳା ପରିସ୍ଥିତି ବିଭିନ୍ନ ଭାଗ କରି ଦିଆଯିବ। ପ୍ରଥମ ହେଲା ରାସ୍ତାଘାଟର ଯେଉଁ ଅବସ୍ଥା, ରାସ୍ତାଘାଟରେ ଯେତେ ଦୁର୍ଘଟଣା ହେଉଛି ସେ ଏବଂ ଯେତେ ଲୋକ ମରୁଛନ୍ତି ସେଭଳି ଭଳି ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ନାହିଁ, ଏଇଟା ଗୋଟେ କଥା। ଦ୍ୱିତୀୟ କଥା ହେଲା ଗୋଟେ ଗଲେ 4 ମାସ ଭିତରେ 4ଟା ଗୁଲିକାଣ୍ଡ ହେଇଯାଇଛି। ଏମଡିରେ ଫାୟାରିଂ ହେଲା, ଏବେ ରେମେଣ୍ଡା ଅଞ୍ଚଳରେ ଗୋଟେ ପିଲାକୁ ଗୁଲି ମାରି ଦିଆଗଲା, କରମଡିରେ ଗୁଲି ମାରି ଦିଆଗଲା। ଅର୍ଥାତ୍ କ'ଣ ମାଫିଆ ମାନେ ବାଲି ମାଫିଆ ହଉ, କୋଲ ମାଫିଆ ହଉ କିମ୍ବା ଏ ମାନେ ମେଟାଲ ମୋରମ ଇଏ ମାଫିଆ ମାନେ ବର୍ତ୍ତମାନ ସୁନ୍ଦରଗଡ଼କୁ ଶାସନ କରୁଛନ୍ତି। ମଦ ମାଫିଆ ବି ସେ ଭିତରେ ସମ୍ପୃକ୍ତ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବର୍ତ୍ତମାନ ସରକାରଙ୍କ ହାତରେ ନାହିଁ, ଏଇ ମାଫିଆ ମାନେ ହିଁ କଣ୍ଟ୍ରୋଲ କରୁଛନ୍ତି। ତେଣୁ ସୁନ୍ଦରଗଡ଼ରେ ଗୋଟେ ଆଇନ ଶୃଙ୍ଖଳା ପରିସ୍ଥିତି ବୋଲିକିରି ଗୋଟେ ଅବସ୍ଥା ନାହିଁ। ସମ୍ପୂର୍ଣ୍ଣ ଭାବରେ ଏହା ବିଶୃଙ୍ଖଳା ଏବଂ ଆଇନର ଶାସନ ଏଠି ଚାଲୁନାହିଁ ଏବଂ ସରକାର ଏବଂ ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ପଲିଟିକାଲ ଲିଡର୍ସ ମାନଙ୍କ ସାଙ୍ଗରେ ମାଫିଆ ମାନଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମ୍ପର୍କ ରହିଛି ଏବଂ ସେ ସମ୍ପର୍କକୁ ଏମାନେ ଆଡଭାଣ୍ଟେଜ ନେଉଛନ୍ତି ଏବଂ ଗୋଟେ ଜିଲ୍ଲା ପ୍ରଶାସନ ଅଛି ବୋଲିକି ଲୋକେ ଆଉ ବିଶ୍ୱାସ କରିପାରୁନାହାନ୍ତି, ତାଙ୍କର ଆସ୍ଥା ରହୁନି। निहाती भाव में किंतु जमी आप कहले आईन भुसड़ी पड़ी कि अशृंखलित हो पड़ी किंतु यही घटना सब बेले शिकार हुआ साधारण लोकों आईन किपरि सहज रही तो साधारण लोक आईन सहज रही जदि आम कह प्रश्न यहाँ अबांतर गोटे प्रश्न। आप जेकोसी थाना को जातु कहीं कंप्लेन नहीं करी जातु, थाना वाला प्रथम जो लोक आसी हैरान कर जो मैंने प्रताड़ित साधारण व्यक्तित्व कौन कर्तृत्व रहुनी एवं मनी मैटर्स नाउ थाना रे सबुठ बेसी उपरे कहवाक गले कौन लोक थाना किंबा प्रशासन पाखर कि पुलिस प्रशासन पाखर गोटे रिड्रेस बा जोटा
ଆସ୍ଥା ହେଲା ଭଳିଆ ତାଙ୍କ ସହି ହେଲା ଭଳିଆ ବ୍ୟକ୍ତିଗତ ଭାବରେ ଯେଉଁ ଆଶା କରନ୍ତି ସେମାନେ ଏସବୁ ପାଇପାରୁନାହାନ୍ତି। ନିଶ୍ଚିତ ଭାବରେ ସାର୍ ସୁନ୍ଦରଗଡ଼ରେ ସବୁଠୁ ବଡ଼ ଆଇନ ମାମଲା କ'ଣ ରହିଛି? ସୁନ୍ଦରଗଡ଼ରେ ସବୁଠୁ ବଡ଼ ଆଇନ ମାମଲା ହେଉଛି କୋଲ୍ ଏବଂ ଡଷ୍ଟ। ସେଟା କିଏ କରିବ ଏବଂ ଗ୍ରୁପିଜିମ୍ ଏବଂ ତାଙ୍କ ଭିତରେ ଝଗଡ଼ା ଏବଂ ଗୁଲିମାଡ଼, ଏହା ହିଁ ସବୁଠୁ ବଡ଼ ବିଶୃଙ୍ଖଳାର କାରଣ। ନିହାତି ଭାବରେ ସାର୍ ସୁନ୍ଦରଗଡ଼କୁ ଯଦି ଆମେ କହିବା ସବୁଠୁ ବଡ଼ ସମସ୍ୟା ହେଉଛି ଜମି ବିବାଦକୁ ନେଇକି। ଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା, ଆକୁ ଆଇନ ଅନୁଯାୟୀ କିପରି ଠିକ୍ କରିହେବ? ଜମି ବିବାଦ ହେଲେ ବର୍ତ୍ତମାନ ଯେଉଁଭଳି ଭାବରେ ଆକ୍ୱିଜିସନ୍ ହେଉଛି ଏବଂ ଫ୍ୟାମିଲି ଭିତରେ ଡିସ୍ପ୍ୟୁଟ୍ ହେଉଛି, ଏହାକୁ ସାଧାରଣ ଭାବରେ ସମାଧାନ କରିବାକୁ ହେଲେ ପ୍ରଥମେ ଜମି ଜମାର ବ୍ୟବସ୍ଥା ଏବଂ ତାର ଓନରସିପ୍ ଉପରେ କାର୍ଯ୍ୟ କରିବାର କଥା। ବନ୍ଦୋବସ୍ତ ହେଇଥିଲା 76 ମସିହାରେ, 76 ମସିହାରୁ ଏବେ 40-50 ବର୍ଷ ପାର ହେଇଗଲାଣି। ତେଣୁ ପ୍ରପର ଓନରସିପ୍ ଆଇଡେଣ୍ଟିଫାଏ କରିବା ବର୍ତ୍ତମାନ ଡିଫିକଲ୍ଟ ହେଇଯାଉଛି। ଗୋଟେ ଜମି ଉପରେ ଭାଇ ଭଉଣୀ ନାତି ପୋତି ପୁତ୍ର ମିଶିକିରି ଗୁଡ଼ାଏ ଓନର୍ସ, ସେଇଥିପାଇଁ ଆକ୍ୱିଜିସନ୍ ହେଲା ବେଳକୁ ତାଙ୍କ ଭିତରେ ଝଗଡ଼ା ହେଉଛି ଏବଂ ଏଥିରେ ଖାଲି ମାଫିଆ ମାନେ ଯେଉଁମାନେ ତାଙ୍କ ଭିତରେ ଦଲାଲି କରୁଛନ୍ତି ୱିଥ୍ ଦି ଆଡମିନିଷ୍ଟ୍ରେସନ୍ ଆଣ୍ଡ ସେମାନେ ହିଁ ବେନିଫିଟ୍ ହେଉଛନ୍ତି। ତେଣୁ ଜମି ଜମା ସମସ୍ୟା ସମାଧାନ କରିବାକୁ ହେଲେ ପ୍ରଥମେ ବନ୍ଦୋବସ୍ତଟା କ୍ଲିୟର ହେଇକରି ଅପ୍ ଟୁ ଡେଟ୍ ଲ୍ୟାଣ୍ଡ ରେକର୍ଡ ତିଆରି ହେବା ଉଚିତ। ନିହାତି ଭାବରେ ସାର୍ ଆଉ ଗୋଟେ ସମସ୍ୟା ରହିଛି, ଗୁରୁତ୍ୱପୂର୍ଣ୍ଣ ସମସ୍ୟା, ଯୋଉଟାକି ସୁନ୍ଦରଗଡ଼ର ଯଦି ଆମେ କଥା କହିବା, ଏଠି ସାଧାରଣ ଲୋକ ଖାସ କରି କମ୍ ବେତନ ପରିବାର ଲୋକ କିମ୍ବା ସାଧାରଣ ଲୋକ ବାହାର ରାଜ୍ୟକୁ ଡିପେଣ୍ଡ ହେଇଥାନ୍ତି ନିଜ ପେଟ ପୋଷଣ ପୋଷିବା ଲାଗି। ଏ ନେଇକି ଗୋଟେ ଆମେ କହିପାରିବା କି ଏ ଗୋଟେ ଶ୍ରମିକ ଚାଲାନ କିମ୍ବା ଲେବର ଏକ୍ସପ୍ଲୋଇଟେସନ, ଏ ଆଇନ ହିସାବରେ କେମିତି ଦେଖୁଛନ୍ତି? ଯେତେ ଆଇନ ଥିଲେ ବି ଲେବର ଏକ୍ସପ୍ଲୋଇଟେସନ କମୁନି, ଦାଦନ ସମସ୍ୟା କମୁନି। ଗୋଟେ ସମୟରେ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରାୟ 20,000ରୁ 30,000 ଲୋକ ବାହାରକୁ ଯାଉଛନ୍ତି। ଆପଣ ଏକ୍ସମାସ ବେଳକୁ ଦେଖିବେ କିମ୍ବା ରଥ ବେଳକୁ ଦେଖିବେ ଯେଉଁମାନେ ଫେରୁଛନ୍ତି ତାଙ୍କର ଇଏ ନେଇକରି। ସୋ ସୁନ୍ଦରଗଡ଼ ଇଏ ବିଙ୍ଗ ଏକ୍ସପ୍ଲୋଇଟେଡ୍ ଲେବର ଓରିଏଣ୍ଟେଡ୍, କାରଣ ଏଠି ତାଙ୍କ ପାଇଁ କିଛି କାମ ନାହିଁ। ବାଧ୍ୟ ହେଇକରି ଅଲ୍ ୟଙ୍ଗ ବଏଜ୍ ଆର୍ ମାଇଗ୍ରେଟିଂ ଟୁ ଗୋଆ ଆଣ୍ଡ ତାମିଲନାଡୁ। ନିହାତି ସାର୍, ଯେମିତି ଆମେ ସୁନ୍ଦରଗଡ଼ର ବିକାଶ କଥା ହଉଥିଲେ ଆଇନ ଅନୁଯାୟୀ, କିନ୍ତୁ ଆଉ ଗୋଟେ ପ୍ରସଙ୍ଗ ରହିଛି ଯୋଉଟା କି ପଶ୍ଚିମ ଓଡ଼ିଶାର ପ୍ରସଙ୍ଗ କହିବା ଏବଂ ସୁନ୍ଦରଗଡ଼ର କ'ଣ କୋଶଲ ରାଜ୍ୟ ଯୋଉ ଡିମାଣ୍ଡ ସବୁବେଳେ ହେଇ ଆସୁଛି, ଅନ୍ୟ ରାଜ୍ୟ ଯୋଉ ଡିମାଣ୍ଡ ସବୁବେଳେ ହେଇ ଆସୁଛି, ଏ ନେଇକି ଆଇନ ଅନୁଯାୟୀ କୌଣସି ପ୍ରକାରର ଇଏ ରହିଛି କି ଅନ୍ୟ ରାଜ୍ୟ ପାଇଁ। ଏବଂ ଆଉ ଗୋଟେ ପ୍ରସଙ୍ଗ ହଉଛି କି ବିଭିନ୍ନ ମହଲରେ ଦାବି ହୁଏ ଏଠିକାର ସଂଗ୍ରାମୀ ମାନଙ୍କୁ ମାଦ୍ରିକାଲ ହୁଅନ୍ତୁ କିମ୍ବା ଅନନ୍ୟ ଯେପଣ ଏଠି ଜନ୍ମ ହେଇଥିବା ଯୋଉ ସ୍ୱାଧୀନତା ସଂଗ୍ରାମୀ, ତାଙ୍କୁ ସବୁବେଳେ ଦାବି ହେଇ ଆସିଛି ଯେ ମାନ୍ୟତା ସଂଗ୍ରାମୀ ମାନ୍ୟତା ମିଳୁ, ଦେଶରେ ତାଙ୍କର ନାଁର ମାନ୍ୟତା ମିଳୁ। ଏ ନେଇକି ଆଇନ କେମିତି ହେଇପାରିବ କିମ୍ବା ଆଇନରେ କୌଣସି ଲେଖା ହେଇଛି କି ସେଇଭଳିଆ? ଯେଉଁମାନେ ଏଠି ତତ୍କାଳୀନ ରାଜାଙ୍କ ବିରୁଦ୍ଧରେ ହଉ କି ଦରବାର ଆଡମିନିଷ୍ଟ୍ରେସନ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ, ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀର ଯେଉଁ ଇଏ ଦେବା କଥା, ସମ୍ମାନ ଦେବା କଥା, ସେ ସମ୍ମାନ ଦିଆହେଇନି। ତା ପାଇଁ କୌଣସି ଆଇନ ବି ବ୍ୟବସ୍ଥା ନାହିଁ। ଏବଂ ସୁନ୍ଦରଗଡ଼ରେ ଯେତେ ସବୁ ଆନ୍ଦୋଳନ ହେଇଥିଲା ସେଟା ସ୍ୱାଧୀନତା ସହିତ ସମ୍ପୃକ୍ତ ନଥିଲା, ସେଟା ରାଜାଙ୍କ ସହିତ ପ୍ରଜାଙ୍କର ଲ୍ୟାଣ୍ଡ ଡିସ୍ପ୍ୟୁଟ୍ସ ଭାବରେ ଗ୍ରହଣ କରାଯାଇ। ସେଥିପାଇଁ ଆମକୁ ସିମ୍ପୁ ଫାୟାରିଂରେ ପ୍ରାୟ 70 ଲୋକ ମୃତାହତ ହେଇଥିଲେ ମଧ୍ୟ ତାକୁ ଗୋଟେ ଏପର୍ଯ୍ୟନ୍ତ ଗୋଟେ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିନାହିଁ। ନିହାତି ଭାବରେ ସାର୍, ପୁଣି ଥରେ ଫେରିବି, ଯେମିତି ମୁଁ କହିଲି ସୁନ୍ଦରଗଡ଼ ମଧ୍ୟ ଗୋଟେ ଅବହେଳିତ ସହର ବା ଏଇଟା ବି କହିପାରିବା କି ଏଠି ଯେ ପ୍ରକାରର ବିକାଶ ହେବା କଥା ସେତିକି ବିକାଶ ହେଇପାରିନି। ତା ପାଇଁ ବିଭିନ୍ନ ଥର ଦେଖିବାକୁ ମିଳିଛି କୋଶଲ ଆନ୍ଦୋଳନ ଓ ଓଡ଼ିଶାର 2 ଭାଗ, ଆକୁ ନେଇକି ଆଇନରେ କୌଣସି ପ୍ରକାରର ମାନେ ସମାଧାନ ହେଇପାରିବ କି? ଶୁଣନ୍ତୁ, କୋଶଳ ଆନ୍ଦୋଳନ ଏକ ସାଂସ୍କୃତିକ ଆନ୍ଦୋଳନ ଏବଂ ରାଜନୈତିକ ଆନ୍ଦୋଳନ। କାରଣ ଗୋଟେ ଅଞ୍ଚଳର ଲୋକ ତାଙ୍କର ଭାଷା ସାହିତ୍ୟ ସଂସ୍କୃତିକୁ ରକ୍ଷା କରିବା ପାଇଁ ସେମାନେ ଯେତେବେଳେ ପ୍ରଦେଶ ଠାରୁ ସାହାଯ୍ୟ ପାଆନ୍ତିନି, ସେମାନେ ଦାବି କରନ୍ତି ଯେ ତାର ନିଜର ଗୋଟେ ଆଡମିନିଷ୍ଟ୍ରେସନ ଥିଲେ ସେସବୁ ସୁବିଧା ତାଙ୍କୁ ମିଳନ୍ତା। ସେଥିପାଇଁ କୋଶଳ ଆନ୍ଦୋଳନ ଏବଂ କୋଶଳ ପ୍ରଦେଶର ଦାବି। କିନ୍ତୁ ତାକୁ କାଉଣ୍ଟର କରିବା ପାଇଁ ଜାନକୀ ବାବୁଙ୍କ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ହେଇଥିଲା। ସେଟା ସେତେବେଳେ ଚିନ୍ତା କରାଯାଉଛି ତାକୁ ଗୋଟେ ରାଜନୈତିକ ଶକ୍ତି ଭାବରେ ପାୱାର ଦିଆଯିବ, ପଲିଟିକାଲ ପାୱାର ଦିଆଯିବ, ଆଡମିନିଷ୍ଟ୍ରେଟିଭ ପାୱାର ଦିଆଯିବ, ଗଭର୍ଣ୍ଣମେଣ୍ଟର ପାୱାର ଦିଆଯିବ, କିନ୍ତୁ ସେ କଥା ଦିଆ ହେଇପାରିଲାନି। ଏବଂ ବିକାଶ ପରିଷଦ
तार दायित्व निभे पारानी तार राजनैतिक इच्छा शक्ति अभाव तेणु एपर्यंत लोकों मध्य पश्चिम ओडिशा पश्चिमांचल कौशल आंदोलन टा एकमात्र माध्यम है जहाँ किसी मन भर गोटे क्षोभ रोचे आम ओडिशा रही पश्चिम ओडिशावासी न्याय राजनैतिक अर्थनैतिक सामाजिक व्यवस्था स्वीकृति पाई ना से अभाव रही निहाती भाव सर सुंदरगढ़ जड़े गोटे आदिवासी अंचल एवं एठी तांकर स्वतंत्र आईन रही आदिवासी आईन कौन सतरे आदिवासी मानकर सहज हो पारुछि किबा काम रे आसी पारुछि आदिवासी मान स्वतंत्र आईन रहा मध्य शेड्यूल भितर व्यवस्था रहा सत्वे एपर्यंत आदिवासी मान जो भली भाव अर्थनैतिक विकास हवा कथा सामाजिक विकास हवा कथा नैतिक विकास हवा कथा से कथा हो पारि नाही तेणु जिते आईन थे से आईन गुड़ाक एपर्यंत लोकों उपकार आसीपार ना जिते दादन जाऊँच समस्त प्राय आदिवासी श्रेणीर लोक से दुई ओली खाइबार व्यवस्था ना एठी काम करिवार व्यवस्था नहीं तेणु शेड्यूल्ड एरिया शेड्यूल्ड एरिया जो शासन व्यवस्था रहा कथा ये पर्यंत देखा जाऊनी से जल जंगल आंदोलन जो ट्राइबल्स मैंने कर निहाती सर बहुत बहुत धन्यवाद जो तथ्य आपण दौले सुंदरगढ़ जिला उपरे जो आईन अनुजाई केते कौन रही शेष थारे आम गोटे रैपिड फायर राउंड खेलिबा जोठी वन वर्ड आंसर रहिबो सुंदरगढ़ गोटे खणी अर्थनीति जिला ये गोटे अभिशाप ना आशीर्वाद एटा तो अभिशाप नुह किंतु प्रकृति में आशीर्वाद हवा कथा किंतु नाउ इट इज आशीर्वाद खणीर रियल ओनर किए कंपनी ना लोक माने रियल ओनर तो लोक माने हवा कथा किंतु लोक मान स्वार्थ से कार्य आसुनी खणी जो राजस्व एटा ऑफिसर मान पर्सनल यूज रे खर्च सुंदरगढ़ सबुठु बड़ समस्या सुंदरगढ़ सब बड़ समस्या खणी जो पैसा अच्छी लोक मान सेवारे लगी पारना यह हूँ सब बड़ समस्या एवं से पैसा पाई जो माफिया मैंने कार्य एडमिनिस्ट्रेशन जो भाई कार्य करुँच ही सुंदरगढ़ सब बड़ समस्या आईन ना राजनीति आईन एवं राजनीति भितर डिफरेन्स करहबनी समस्या आईन तो अच्छी आईन भितर राजनीति कार्य करुँच बड़ समस्या सर श्री नवीन पट्टनायक ना श्री मोहन माझी दीजन जाक ओडिशा अनावश्यक नेतृत्व सर सुंदरगढ़ श्री जोगेश सिंह ना कुसुम टेटे सुंदरगढ़ कुसुम टेटे भी लोग मैंने कार्य करना एमएलए जोगेश भी पर्यंत लोकंर गोटे कार्य करुँच लोकंर हृदबोध हो से दी जनकर अवस्था समान शेष प्रश्न कौशल ना उत्कल मु तो कहबी कौशल हेले ही अंचल उन्नति हो बहुत बहुत धन्यवाद सर आपनकर मूल्यवान समय आमको देइथिले ए जो आईन रो प्रसंग निहाती भाव रे कोठी ना कोठी परिवर्तन हो आपनको मुखरु आमे जो आईन विशृंखला मध्य शुणिलु श्रृंखला मध्य शुणिलु किपर ठीक हे पारिबो ताहा मध्य जानि पारलु बहुत बहुत धन्यवाद देवी आज हमको नीलाचल एक्सप्रेस को ये मूल्यवान समय देबारु निहाती भाव रे ए जो तथ्य थिला आपण मध्य टिके कमेंट सेक्शन बॉक्स रे जणैबे आपणकर मतामत कोन एवं आपण देखुचंती सुंदरगढ़ रु नीलाचल एक्सप्रेस।